ଯୁବ ଶିକ୍ଷକଙ୍କ ସ୍ମୃତିଚାରଣ ସଭା ଖଣ୍ଡପଡ଼ା ସହରାଞ୍ଚଳଧୀନ ବଜାର ସାହିଠାରେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିନାୟକ ସାହୁଙ୍କ ଦ୍ୱାଦଶାହରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମହେନ୍ଦ୍ର ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ମର୍ଦ୍ଦରାଜ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ମାଧବ ପ୍ରସାଦ ମିଶ୍ର, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ବିନାୟକ ମିଶ୍ର, ଶିଶୁ କବି କାଶୀନାଥ ଦାସ, ପୂର୍ବତନ ଶିକ୍ଷକ ଆର୍ତ୍ତତାରଣ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିବା ସହିତ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ବିନାୟକ ସାହୁ ଗତ ପ୍ରାୟ 25 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ସଂସ୍ଥା ଜରିଆରେ ଗରିବ ମେଧାବୀଙ୍କୁ ଶିକ୍ଷାଦାନ କରିଆସୁଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ ବୋଲି ମତ ପ୍ରକାଶ ପାଇଥିଲା। ଏ ଅବସରରେ ଉପସ୍ଥିତ ଥିବା ଶତାଧିକ ବହୁ ପୁରାତନ ଛାତ୍ରଛାତ୍ରୀ ଏବଂ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ମୃତିର ସ୍ୱର୍ଣ୍ଣପୃଷ୍ଠା ବିନାୟକ ସାହୁ ନାମକ ଏକ ସ୍ମରଣିକା ପ୍ରକାଶ ପାଇଥିଲା, ଯାହାକୁ ପ୍ରକାଶକ ରଶ୍ମିତା ରାଉତ ନିଜ ପ୍ରଚେଷ୍ଟାରେ ଛାପିଥିଲେ ଏବଂ ମୁଖ୍ୟ ସମ୍ପାଦକ ଭାବେ ଓମ୍ ପ୍ରକାଶ ମହାନ୍ତି ସହଯୋଗ କରିଥିଲେ। ବିନାୟକ ସାହୁଙ୍କ ଜୀବନଶୈଳୀ ଓ ଅନେକ ସଂଗଠନ ସହିତ ଜଡ଼ିତ ରହି ଛାଡ଼ି ଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କିଛି ସ୍ମୃତି ଏବଂ ତାଙ୍କ ପରିବାର ସମେତ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିବିଶେଷଙ୍କ ଲେଖାକୁ ଏହି ସ୍ମରଣିକାରେ ସ୍ଥାନ ଦିଆଯାଇଛି। ଏହି ସ୍ମରଣିକା ପୁସ୍ତକଟି ଖୁବ୍ କମ୍ ସମୟରେ ପ୍ରକାଶିତ କରିପାରିଥିବାରୁ ପ୍ରକାଶକ ରଶ୍ମିତା ରାଉତଙ୍କୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର। ସମସ୍ତ ବରିଷ୍ଠ ବ୍ୟକ୍ତିତ୍ୱ ଏବଂ ଆଗରେ ବସିଥିବା ମୋର ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ହୃଦୟର ଭୂମିଷ୍ଠତାର ସହିତ ପ୍ରଣାମ କରୁଛି। ଆଜି ଏଇଟା ଗୋଟେ ସଭା ଆୟୋଜନ ହେଇଛି, କିନ୍ତୁ ସଭାର ସମ୍ପାଦକ ଯେ ସବୁବେଳେ ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ କରି ଆସିଛନ୍ତି। ଜଗନ୍ନାଥଙ୍କୁ କିଛି ମାଗୁ ନାହିଁ ତତେ, ବଡ଼ଦାଣ୍ଡରେ 2 ଦିନ ଧରି ଯେଭଳି ସଭା କାର୍ଯ୍ୟ ହୋଇଥାଏ, ଯାହାର ସମ୍ପାଦକ ବିନାୟକ ସାହୁ ତଥା ବିନାୟକ ସାହ ଆମ ଗ୍ରହଣରେ ଆଉ ନାହାନ୍ତି। ଦୁଇଟି ଅନୁଷ୍ଠାନ ଆପ୍ରୋଚ ଏବଂ ଆଦର୍ଶ କୋଚିଂ ଗିରି ହନୁମାନ ଖଣ୍ଡପଡ଼ାର ସମ୍ପାଦକ ଭାବରେ ଯେ ବହୁ ବର୍ଷ ଧରି ଲକ୍ଷ ଲକ୍ଷ ପିଲାମାନଙ୍କୁ ନିଜର କଲମ ଦ୍ୱାରା ପିଲାମାନଙ୍କୁ ଭବିଷ୍ୟ ଗଠନ କରନ୍ତି, ସେ ଆମ ପାଖରେ ଆଉ ନାହିଁ। ଦୁଃଖର ମୁହୂର୍ତ୍ତ ଆଜି ବହୁତ ସତେକି ସବୁ ଦୁଃଖ ଲାଗୁଛି। ପ୍ରତ୍ୟେକଟି ମା, ପ୍ରତ୍ୟେକଟି ଘରେ ଘରେ ବସି ମା ମାନେ ଆଜି କାନ୍ଦୁଛନ୍ତି। ସାର୍ ସତରେ ଛାଡ଼ିଗଲେ, ଆପଣଙ୍କର ଆମେ କଣ କରିଥିଲୁ ସାର୍? ଛୋଟ ପିଲାରା ଆମେ ଆପଣଙ୍କୁ କଣ କରିଥିଲୁ? ଆମ ଭବିଷ୍ୟ କଥା ଟିକେ ଚିନ୍ତା କଲେନି? ଆଜି ମା ଗୁମୁରି ଗୁମୁରି କାନ୍ଦୁଛି ପ୍ରତ୍ୟେକ ଘରେ ଯେ ଆମ ପିଲାମାନଙ୍କୁ ବଡ ହେଲେ କିଏ ଉପଦେଶ ଦେବ, ଆମ ପିଲାମାନଙ୍କୁ ଗଣିତ ଶିକ୍ଷା ଆଉ କିଏ ଶିଖେଇବ? ଏ କଥା ସତରେ ସାର୍ ବହୁତ ଦୁଃଖ ଲାଗୁଛି। ମୁଁ ସମ୍ପାଦକ ହିସାବରେ ନୁହେଁ, এই লেখা ସମସ୍ତେ ଲେଖିଛନ୍ତି, ଖଣ୍ଡପଡ଼ା ସମସ୍ତ ଜ୍ଞାନୀ ଗୁଣୀ ସମସ୍ତେ ଲେଖା ଲେଖିଛନ୍ତି। ସମ୍ପାଦକ ଦାୟିତ୍ୱ ହିସାବରେ ମୁଁ ମାତ୍ର ଛୋଟିଆ ଦାୟିତ୍ୱକୁ ନେଇଥିଲି। ବହୁତ ଦୁଃଖର ମୁହୂର୍ତ୍ତ। କଥାରେ ଅଛି, ଏ ପ୍ରାଣ ଗଲେ ପିଣ୍ଡ ଛାଡ଼ି, ନେବ ଯେବେ ମତେ କୋକେଇରେ କାଢି, ଦେଇଥିବ କହି ମୋସବ ଶୁଆଡ଼ି, ବେନି ପାଶେ ବେନି କରକୁ ଝୁଲାଇ, ଯାହା ଦେଖି ଜାଣିବେ ଜଗତେ ସମସ୍ତେ, ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ। ସାର୍ ଏ କଥା ଆପଣ ଆମକୁ ଶିଖେଇଛନ୍ତି। ପାଠ ପଢା ବେଳେ ପାଠ ଯେତିକି ପାଠ ପଢାନ୍ତି ତାଠୁ ଅଧିକ ପିଲାଙ୍କୁ ମୋଟିଭେସନ ଦିଅନ୍ତି। ଭବିଷ୍ୟ କଥା ଆମକୁ ବହୁତ କିଛି ଶିଖେଇଛନ୍ତି। ଆମେ କାହାକୁ ଖୋଜିବୁ ସାର୍? କାହାକୁ ଖୋଜିବୁ? ଆମେ ଆମର ଗୁରୁ ଦାୟିତ୍ୱ ବାପା ମାନେ ଜନ୍ମଗ୍ରହଣ କରିଛନ୍ତି, ବାପା ମା ମାନେ, କିନ୍ତୁ ପ୍ରତ୍ୟେକଟି କ୍ଷେତ୍ରରେ ଯାହା ଅସୁବିଧା ହୁଏ ଆମେ ବିନାୟକ ସାର୍ଙ୍କୁ ଖୋଜୁ। ସାର୍ ଆଗକୁ +3 ସରିଲା, କଣ କରିବୁ? କିଛି ଯେହେତୁ ଆମକୁ ଆମର ଲକ୍ଷ୍ୟବଦ୍ଧ କରନ୍ତୁ। ସାର୍ ସବୁବେଳେ ଆମ ପାଖରେ ଠିଆ ହୋଇ ବାପା ମା ଶିକ୍ଷକ ସବୁ ଦାୟିତ୍ୱକୁ ପିଲେଇ ଯାଇଛନ୍ତି। ସାର୍ ସତରେ ବହୁତ ଆଜି ଅନ୍ତର୍ଭୁକ୍ତି କରୁଛି। ଖଣ୍ଡପଡ଼ାର ପ୍ରତ୍ୟେକଟି ଯୁବକଠୁ ଆରମ୍ଭ କରିକି ତରୁଣ ଯୁବକ ବୃଦ୍ଧ ସମସ୍ତଙ୍କ ଘରେ ଆଜି ଦୁଃଖର ମୁହୂର୍ତ୍ତ। ଯୋଉ ପିଲାଟି 10ମ ପାଠ ପଢୁଛି ଆଜି ସେ ଗଣିତ ଶିକ୍ଷା ଅଧାରେ ଛାଡିଗଲା, କଣ ପଢିବ ଗଣିତ? ଏ ମୁହୂର୍ତ୍ତ ଆଜି ବହୁତ ଦୁଃଖ ଲାଗୁଛି ସାର୍। ଯେତେବେଳେ ଏଇ ଲେଖା ତାଙ୍କର ଛାତ୍ରୀ ଶ୍ରୀମତୀ ତାପ୍ତି ପ୍ରମୋଦ ଯେତେବେଳେ ମତେ ଏଇ କଥାଟି ରାତିରେ କହିଥିଲି, ସାର୍ ଓ ଭାଇ ଡେଥ୍ କରିଗଲେ, ଏ କଥା ସତରେ ସାର୍ ବିଶ୍ୱାସ ହେଲାନି। 2 ଦିନ 3 ଦିନ 4 ଦିନ
ବାକି ହେଇଗଲା ସରିଗଲା ସରି ମୁଁ ତ ସରି ଯାଉଥାଏ ସେତେବେଳେ ସାର୍ଙ୍କ ପାଇଁ କିଛିଟା ଜିନିଷ କରିବାକୁ ଇଚ୍ଛା ମଧ୍ୟ ହେଲା। ଇଚ୍ଛା ଗଣେଶ ପୂଜା ସରସ୍ୱତୀ ପୂଜା ଏମିତି ବଡ ବଡ ଜିନିଷକୁ ଏଭଳି ଭାବରେ କରିଦିଅନ୍ତି ଯାହା କିଛି ମାନେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଯେତେବେଳେ ପ୍ଲାଟିନମ ଜୁବୁଲି କଥା ମନେ ପଡିଯାଏ ମତେ ଶୈଳବା ମତେ ତଳେ ବସିଛନ୍ତି ମତେ କହିକି ଗଲେ ଯେ ଓମ୍ ପ୍ଲାଟିନମ ଜୁବୁଲିରେ ବିନାୟକର ଏମିତି ନିହିତ ଥିଲା ଯାହାକି କେହି ବି ଭୁଲି ପାରିବେନି। ଶ୍ରୀମତୀ ଯେତେବେଳେ ହେଡମିଷ୍ଟ୍ରେସ୍ ଥିଲେ ଜୟନ୍ତୀ ମ୍ୟାଡାମ ସେ କହିଲେ ମତେ ପ୍ଲାଟିନମର କଥା ବିନାୟକ ଏତେ ସବୁ ଜିନିଷକୁ କମ ସମୟ ମଧ୍ୟରେ ବହୁତ କମ ଦିନ ଭିତରେ କରିବା ତାକୁ ସ୍ୱତନ୍ତ୍ର ଥିଲା। ବିନାୟକ କେବେ ବି ଖଣ୍ଡପଡା ମତେ ଭୁଲି ପାରିବନି। ଛାତ୍ର ତ ଭୁଲି ନାହାନ୍ତି ଖଣ୍ଡପଡା ପ୍ରତ୍ୟେକଟି ଜନସାଧାରଣ ଭୁଲି ପାରିବେ। ତେଣୁ ଏ ବହିକୁ ମୁଁ ଅନୁରୋଧ କରିବି ମଞ୍ଚ ବହିକୁ ସମ୍ପାଦନ କରିବେ। ନିଶ୍ଚୟ ମୁଖ୍ୟ ହେବ ତାର ଜଣେ ସାଧାରଣ ମଣିଷରୁ ଅସାଧାରଣ ବ୍ୟକ୍ତିତ୍ୱ, ମାତ୍ର 48 ବର୍ଷ ବୟସ, କିନ୍ତୁ ତାଙ୍କର କାର୍ଯ୍ୟଧାରା, ତାଙ୍କର ଖଣ୍ଡପଡ଼ା ପ୍ରତି ଅବଦାନ, ସୁଦୂର ପ୍ରଚାର ପ୍ରସାର କରିବା ପାଇଁ ତାଙ୍କର ଅତୁଳନୀୟ ଅବଦାନ, ହୃଦୟର ମଣିଷ ମାନେ ଅଛନ୍ତି ଯେଉଁମାନଙ୍କର କର କମଳରେ ଏ ବହିଟି ପ୍ରକାଶିତ ହେଇଛି। ଏହା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ସମାଜ ପାଇଁ ଯେଉଁମାନଙ୍କର ତ୍ୟାଗ ତିତିକ୍ଷା ହୋଇଥାନ୍ତି